ମମତା ବାନାର୍ଜୀ ଆଉ ନବୀନ ପଟ୍ଟନାୟକ ବର୍ତ୍ତମାନ ଗୋଟିଏ ନାଁରେ। କହିବାର କଥା ହେଲା ଯେ ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପି ଠାରୁ ହାରିଲା ଟିଏମସି। ଏହାପରେ ମମତା ବାନାର୍ଜୀ ତାଙ୍କ ଦଳ ଟିଏମସି ବର୍ତ୍ତମାନ ବିରୋଧୀ ଦଳ ଆସନରେ ରହିଛି। ସେହିପରି ୟା ପୂର୍ବରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ବିଜେପି ଠାରୁ ହାରି ବର୍ତ୍ତମାନ ବିରୋଧୀ ଦଳରେ ରହିଛି। ତେବେ ନବୀନ ପଟ୍ଟନାୟକ ଆଉ ମମତା ବାନାର୍ଜୀ ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ସମାନ। ଗୋଟିଏ ଦଳ ଯେତେବେଳେ ନିର୍ବାଚନରେ ପରାଜିତ ହୁଏ ସେତେବେଳେ ଅଟୋମେଟିକ୍ ସେ ଦଳର ମୁଖିଆଙ୍କୁ ତାଙ୍କ ଦଳର ଅନ୍ୟ ସବୁ ନେତା କର୍ମୀମାନେ ପ୍ରାୟତଃ ମାନନ୍ତି ନାହିଁ। ମାନନ୍ତି ପ୍ରାୟ କିଛି ନେତା ମାନନ୍ତିନି, କାରଣ ଯେଉଁ ଦଳ କ୍ଷମତା ରହିଥାଏ ସେ ଦଳ ଆଡ଼କୁ ଅଧିକାଂଶ ନେତା ମୁହାଁଇଥାନ୍ତି। ବିଜେଡି ବର୍ତ୍ତମାନ ସେଇଟା ଦେଖିବାକୁ ମିଳିଲାଣି। ବହୁ କିଛି ସାଂସଦ ଅନ୍ୟ କିଛି ନେତା ବର୍ତ୍ତମାନ ବିଜେପିରେ ସାମିଲ ହୋଇଗଲେଣି ଓଡ଼ିଶାରେ। ତେବେ ପଶ୍ଚିମବଙ୍ଗରେ ମଧ୍ୟ ଖୁବ୍ ଶୀଘ୍ର ଏହାର ସ୍ଥିତି ଦେଖିବାକୁ ମିଳିବ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ସ୍ଥିତିରେ ଦଳକୁ ଆଗକୁ ନେବା ମାନେ ଯେଉଁ କହନ୍ତି ପ୍ରତିକୂଳ ପରିସ୍ଥିତିରେ ଦଳକୁ ଆଗକୁ ନେବାର ଦାୟିତ୍ୱ କାହାର? ମୁଖିଆଙ୍କର। ଟିଏମସିକୁ କେମିତି ଆଗକୁ ନେବେ ତାର ଦାୟିତ୍ୱ ଦିଦିଙ୍କର, ଆଉ ବିଜେଡିକୁ କେମିତି ଆଗକୁ ନେବେ ତା ଦାୟିତ୍ୱ ହେଉଛି ନବୀନଙ୍କର। ତେଣୁକରି ନବୀନ ଆଉ ଦିଦିଙ୍କ ପାଇଁ ଗୋଟେ ବଡ଼ ଅଗ୍ନି ପରୀକ୍ଷା। ମାନେ କହିବାକୁ ଗଲେ ଦୁଇ ଜଣଙ୍କ ପାଇଁ ସମାନ ସ୍ଥିତି। ଦୁଇ ଜଣ ଯାକ ଦୁଇ ରାଜ୍ୟରେ ପରାଜିତ ହେଲେ ଆଉ ବିରୋଧୀ ଦଳରେ ବସିଲେ। ତେଣୁ ଆଗାମୀ ଦିନରେ ଏଇ ଦୁଇ ନେତାଙ୍କର ସ୍ଥିତି କ'ଣ ହେବ? ସେମାନେ ହାର ମାନିବେ ନା ଲଢ଼େଇ କରିବେ? ଦଳକୁ ଆଗକୁ ନେଇପାରିବେ ନା ଏମିତି ସାଇଲେଣ୍ଟ ବସିବେ? ଏହାକୁ ନେଇକି ରାଜନୈତିକ ମହଲରେ ବହୁତ ଚର୍ଚ୍ଚା ଚାଲୁଛି। ଆଉ ସବୁଠୁ ବଡ଼ କଥା ହେଉଛି ଯେ ଏକଦା ଯେଉଁ ଦିଦି ଆଉ ଯେଉଁ ନବୀନ ତାଙ୍କର ଗୋଟିଏ ଇସାରାରେ ଗଛର ଯେଉଁ କହନ୍ତି ପତ୍ର ହଲୁ ନଥିଲା, ବର୍ତ୍ତମାନ ସେମାନଙ୍କର ପାୱାରଟା ଟିକେ କମିଲା ଭଳି ଲାଗୁଛି। ଯଦିଓ ଏଇଟା କହିହେବନି, କିନ୍ତୁ ମୁଖ୍ୟ କଥା ହେଉଛି ଯଦି ତାଙ୍କର ପୂର୍ବ ଭଳି ତାଙ୍କର ସେଇ ପାୱାର ଅକ୍ଷୁଣ୍ଣ ରହିଛି, ତେବେ ନେତାମାନେ ଦଳ ଛାଡ଼ୁଛନ୍ତି କାହିଁକି? ଏଇଟା ଏକ ବଡ଼ ପ୍ରଶ୍ନ।